ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ କେଉଁଠାରେ ଅବସ୍ଥିତ? ସଠିକ୍ ଉତ୍ତର ହେଲା ଖ ବଙ୍ଗୋପସାଗର। କର୍କଟ କ୍ରାନ୍ତି ଭାରତର କେତୋଟି ରାଜ୍ୟ ଦେଇ ଗତି କରିଛି? ସଠିକ୍ ଉତ୍ତର ହେଲା ଗ କର୍କଟ କ୍ରାନ୍ତି ଭାରତର 8ଟି ରାଜ୍ୟ ଦେଇ ଗତି କରିଛି। ଭାରତରେ ପ୍ରଥମ ପରମାଣୁ ପରୀକ୍ଷଣ କେବେ ହୋଇଥିଲା? ସଠିକ୍ ଉତ୍ତର ହେଲା ଖ 1974 ମସିହାରେ। କଳିଙ୍ଗ ବିଜୟ କରିବା ପରେ କେଉଁ ଭାରତୀୟ ସମ୍ରାଟ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ? ସଠିକ୍ ଉତ୍ତର ହେଲା ଗ ସମ୍ରାଟ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। କେଉଁ ନଦୀକୁ ଦକ୍ଷିଣର ଗଙ୍ଗା କୁହାଯାଏ? ସଠିକ୍ ଉତ୍ତର ହେଲା ଗ ଗୋଦାବରୀ। ଭାରତର ମସଲା ଉଦ୍ୟାନ ଭାବରେ କେଉଁ ରାଜ୍ୟ ଜଣାଶୁନା? ସଠିକ୍ ଉତ୍ତର ହେଲା ଖ କେରଳ।